ବନ୍ଧୁଗଣ, ଆଜି 2025 ମସିହା ଜାନୁଆରୀ ମାସ 26 ତାରିଖ ରବିବାର। ଆଜି ଦିନଠାରୁ 75 ବର୍ଷ ପୂର୍ବେ ଅର୍ଥାତ୍ 1950 ମସିହା ଜାନୁଆରୀ ମାସ 26 ତାରିଖ ଗୁରୁବାର ଦିନ ଥିଲା। ସେହିଦିନ ଆମ ଦେଶବାସୀ ପ୍ରଥମ ସାଧାରଣତନ୍ତ୍ର ଦିବସକୁ ଜାତୀୟ ଉତ୍ସବ ରୂପେ ପାଳନ କରିଥିଲେ। ଆଜି 75ତମ ସାଧାରଣତନ୍ତ୍ର ଦିବସ ପୂର୍ତ୍ତି ଏବଂ 76ତମ ସାଧାରଣତନ୍ତ୍ର ଦିବସ ଅଟେ। ଏହି ଉତ୍ସବକୁ ଆମେ ଆନନ୍ଦ ଉଲ୍ଲାସ ସହକାରେ ପ୍ରତ୍ୟେକ ଭାରତର ନାଗରିକ ପାଳନ କରିବା ଉଚିତ। କାରଣ ଏହି ଦିବସକୁ ସମ୍ପୂର୍ଣ୍ଣ ସ୍ୱରାଜ୍ୟ ପ୍ରାପ୍ତିର କର୍ତ୍ତବ୍ୟ ଦିବସ କୁହାଯାଏ। ଏହି ଉତ୍ସବକୁ ସମ୍ମାନ ଜଣାଇବା ପାଇଁ ଗୋଟିଏ ଛୋଟ କବିତା ପଂକ୍ତି ଗାୟନ କରୁଅଛି। ରହ ରହ କ୍ଷଣେ ସମୟର ଚକ୍ର, ଆଜି ପରା 76ତମ ସାଧାରଣତନ୍ତ୍ର ଦିବସ। ରହ ରହ କ୍ଷଣେ ସମୟର ଚକ, ଆଜି ପରା 76ତମ ସାଧାରଣତନ୍ତ୍ର ଦିବସ। ହସ ନାଚ ଗାଅ ଖୁସିଆ ମନାଅ, ସମ୍ପୂର୍ଣ୍ଣ ସ୍ୱରାଜ୍ୟ ପ୍ରାପ୍ତିର କର୍ତ୍ତବ୍ୟ ଦିବସ। ହସ ନାଚ ଗାଅ ଖୁସିଆ ମନାଅ, ସମ୍ପୂର୍ଣ୍ଣ ସ୍ୱରାଜ୍ୟ ପ୍ରାପ୍ତିର କର୍ତ୍ତବ୍ୟ ଦିବସେ। ଏହି ଦିନ ଆମେ ଆମ ସମ୍ବିଧାନ ଲାଗୁ କରିଥିଲୁ, ବିଦେଶୀ ଶାସନ ହଟାଇ ଦେଇଥିଲୁ। ଏହି ଦିନ ଆମେ ଆମ ସମ୍ବିଧାନ ଲାଗୁ କରିଥିଲୁ, ବିଦେଶୀ ଶାସନ ହଟାଇ ଦେଇଥିଲୁ। ଆମେ ଚଳାଉଛୁ ଦେଶ ଆମରି, ଆମ ସମ୍ବିଧାନ ଶ୍ରେଷ୍ଠ ଆମରି। ଆମେ ଚଳାଉଛୁ ଦେଶ ଆମରି, ଆମ ସମ୍ବିଧାନ ଶ୍ରେଷ୍ଠ ଆମରି। ବନ୍ଧୁଗଣ, ସମସ୍ତ ଦେଶବାସୀ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ମୋର 76ତମ ସାଧାରଣତନ୍ତ୍ର ଦିବସ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଆପଣମାନେ ସମସ୍ତେ ଜାଣନ୍ତି, ସେକେଣ୍ଡ ୱାର୍ଲଡ ୱାର୍ର ବିଭୀଷିକାମୟ ସଂହାର ଓ ଧ୍ୱଂସ ପୃଥିବୀରେ ଏକ ରାଜନୈତିକ, ପ୍ରଶାସନିକ ଏବଂ ମାନସିକ ସ୍ତରରେ ପରିବର୍ତ୍ତନ ଆଣିଦେଲା। ଯେପରି ରାତି ପରେ ଦିନ, ଶିଶିର ପରେ ବସନ୍ତ ଋତୁ ଆସେ, ସେହିଭଳି ବିନାଶ ପରେ ସୃଜନ ହୁଏ। ଏହା ଏକ ୟୁନିଭର୍ସାଲ ଟ୍ରୁଥ। ଠିକ୍ ସେହିଭଳି ପୃଥିବୀର ଶକ୍ତିଶାଳୀ ଦେଶଗୁଡ଼ିକର ଜନନାୟକମାନେ ବୁଝିଗଲେ ସାମ୍ରାଜ୍ୟବାଦ ଠାରୁ ବିକାଶବାଦ ଶ୍ରେୟସ୍କର ଅଟେ। ତେଣୁ ସେମାନେ ନିଜ ନିଜର ଦେଶର ବିକାଶ କରିବାକୁ ଚେଷ୍ଟା କଲେ। ସାମ୍ରାଜ୍ୟବାଦକୁ ଢିଲା ଛାଡ଼ିଦେଲେ। ପରିଣାମରେ ଅନେକ ଗୁଡ଼ିଏ ପରାଧୀନ ରାଷ୍ଟ୍ର ସ୍ୱାଧୀନତା ପ୍ରାପ୍ତ କଲେ। ସେହି କ୍ରମରେ ଆମ ଦେଶ ଭାରତକୁ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନତା ପ୍ରାପ୍ତ ହୋଇଥିଲା। ସେହି ସମୟରେ ଆମ ଦେଶର କୌଣସି ସାର୍ବଭୌମିକ ସମ୍ବିଧାନ ନଥିଲା। ତେଣୁ ସେଲ୍ଫ ଗଭର୍ଣ୍ଣିଂ ଡୋମିନିୟନ ଷ୍ଟାଟସ୍ ଅଫ୍ ଇଣ୍ଡିଆ
ଅନୁଯାୟୀ ବ୍ରିଟିଶ ଭାଇସ୍ ଚାନ୍ସେଲର ଲର୍ଡ ମାଉଣ୍ଟବେଟନ୍ ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଏବଂ ପ୍ରଚଳିତ ଭାରତ ସରକାର ଅଧିନିୟମ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଆକ୍ଟ 1935 ଆଇନ ଅନୁଯାୟୀ ଭାରତ ଶାସିତ ହେଲା। 1946 ମସିହାରେ କ୍ୟାବିନେଟ୍ ମିଶନ ଟୁ ଇଣ୍ଡିଆ ଗଠନ ହେଲା। ସେହି ମିଶନ ମାଧ୍ୟମରେ ଭାରତର ସମସ୍ତ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କ ସହ ଆଲୋଚନା କରି କିପରି ଭାରତର ସମ୍ବିଧାନ ପ୍ରସ୍ତୁତ ହେବ ସେଥିପାଇଁ ଚିଠା ବା ଖସଡ଼ା ପ୍ରସ୍ତୁତ କରାଗଲା। ନିର୍ବାଚନ ଓ ମନୋନୟନ ପ୍ରକ୍ରିୟାରେ ସମଗ୍ର ଅଖଣ୍ଡ ଭାରତବର୍ଷରୁ ପ୍ରତିନିଧି ଚୟନ କରାଯାଇଥିଲା। 1946 ମସିହା ଡିସେମ୍ବର 9 ତାରିଖ ଦିନ କନଷ୍ଟିଚ୍ୟୁଏଣ୍ଟ ଆସେମ୍ବଲି ଗଠନ କରାଯାଇ ସେହିଦିନ ପ୍ରଥମ ବୈଠକ ହୋଇଥିଲା ଏବଂ ସେହିଦିନ ଠାରୁ ସମ୍ବିଧାନ ଲେଖା ଆରମ୍ଭ ହୋଇଯାଇଥିଲା। ଇତ୍ୟବସରରେ 1947 ମସିହାରେ ଅଖଣ୍ଡ ଭାରତ ଦୁଇ ଭାଗରେ ବିଭାଜିତ ହୋଇ ଅଗଷ୍ଟ 15 ତାରିଖ ଦିନ ଭାରତକୁ ସ୍ୱାଧୀନତା ମିଳିଥିଲା। ନୂତନ ଭାରତ ଭୂଖଣ୍ଡର ଅବଶିଷ୍ଟ ପ୍ରତିନିଧି ବା ମେମ୍ବର୍ସ ଅଫ୍ କନଷ୍ଟିଚ୍ୟୁସନାଲ ଆସେମ୍ବଲିଙ୍କର ସହଯୋଗରେ ସମ୍ବିଧାନ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଲା। ଡ୍ରାଫ୍ଟିଂ କମିଟିର ଚେୟାରମ୍ୟାନ୍ ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକର, ସୁରେନ୍ଦ୍ରନାଥ ମୁଖାର୍ଜୀ, BN ରାଓ ଆଡ଼ଭାଇଜର ଥିଲେ ଏବଂ 284 ଜଣ ମେମ୍ବରଙ୍କ ସହଯୋଗରେ 2 ବର୍ଷ 11 ମାସ 17 ଦିନ ଅକ୍ଳାନ୍ତ ପରିଶ୍ରମ, ତ୍ୟାଗ, ଦେଶଭକ୍ତି ଇତ୍ୟାଦିକୁ ପାଥେୟ କରି ଆମ ସମ୍ବିଧାନ ପ୍ରସ୍ତୁତ ହୋଇଥିଲା। ସେହି ସମୟରେ ଭାରତର 29ଟି ରାଜ୍ୟ, 1618ଟି ଭାଷା, 6ଟି ମୁଖ୍ୟ ଧର୍ମ, 6400 ଜାତି ଏବଂ 36 କୋଟି ଜନସାଧାରଣଙ୍କର ସ୍ୱାର୍ଥ, ଅଧିକାର, ସ୍ୱାଧୀନତା, ସ୍ୱତନ୍ତ୍ରତା ଏବଂ ସମାନତାକୁ ଦୃଷ୍ଟିରେ ରଖି ଡକ୍ଟର ବାବା ସାହେବ ଭୀମରାଓ ଆମ୍ବେଦକର ସମ୍ବିଧାନ ପ୍ରସ୍ତୁତ କରିଥିଲେ। 1949 ମସିହା ନଭେମ୍ବର 24 ତାରିଖ ଦିନ 251 ପୃଷ୍ଠା ବିଶିଷ୍ଟ ପୃଥିବୀର ସର୍ବବୃହତ ଲିଖିତ ସମ୍ବିଧାନ ପୂର୍ଣ୍ଣ ହୋଇଥିଲା ଏବଂ ସମ୍ବିଧାନ ସଭାରେ ତାହା ଉପସ୍ଥାପନ କରାଯାଇଥିଲା। ତାହାର 2 ଦିନ ପରେ 1949 ମସିହା ନଭେମ୍ବର 26 ତାରିଖ ଦିନ ଉପସ୍ଥାପିତ ସମ୍ବିଧାନ ସର୍ବସମ୍ମତିକ୍ରମେ ପାରିତ ହୋଇଥିଲା। ସେଠାରେ ଉପସ୍ଥିତ ଥିବା 284 ଜଣ ସଦସ୍ୟ ମେମ୍ବର ଅଫ୍ କନଷ୍ଟିଚ୍ୟୁସନାଲ ଆସେମ୍ବଲି ସଦସ୍ୟମାନେ ସେଥିରେ ସ୍ୱାକ୍ଷର କରିଥିଲେ। ସର୍ବପ୍ରଥମେ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଶେଷରେ
संविधान सभार सभापति डॉक्टर राजेंद्र प्रसाद स्वाक्षर करथिले। सेही दिन संविधानर किछि आर्टिकल्स यथा 5, 6, 7, 8, 9, 60, 324, 366, 367, 369, 380, 388, 391, 392, 393 एवं 394 इत्यादि आर्टिकल गुड़ी को लागू करा जाई थिला। एही ठारे प्रश्न उठे, आम संविधान संपूर्ण प्रस्तुत एवं किछि आर्टिकल लागू हेबा परे मध्य काहेकि ताहार 2 मास परे अर्थात 1950 मसीहा जानुआरी 26 तारीख दिन एही संविधान को भारतवासी को समर्पण करा जाइथिला। आसंतु से विषय रे आलोकपात करिबा। इंडियन नेशनल कांग्रेस रो सुनामधन्य प्रेसिडेंट बाल गंगाधर तिलक कहिथिले, स्वराज्य मोर जन्मगत अधिकार, एहाकु मु अवश्य प्राप्त करिकी रहिबी। से पुनी कहिथिले, भले देश की मुख्य रानी हो, भले देश की मुख्य रानी हो, हमें देश की शासन और प्रशासन में पूर्ण अधिकार होना चाहिए। यार अर्थ इंडियन नेशनल कांग्रेस रो नेता माने चाहूतिले सेल्फ गवर्निंग डोमिनियन स्टेटस ऑफ इंडिया। जातीय कांग्रेस रो समस्त वयोज्येष्ठ नेता माने यथा महात्मा गांधी, लाला लजपत राय, बिपिन पाल, मोतीलाल नेहरू इत्यादि यही डोमिनियन स्टेटस ऑफ इंडिया को चाहूतिले। 1929 मसीहा डिसेम्बर मासरे भारतीय जातीय कांग्रेस रो लाहौर अधिवेशन होइतला। सेठारे पंडित जवाहरलाल नेहरू को कांग्रेस रो प्रेसिडेंट भावे निर्वाचित होइतिले। जातीय कांग्रेस रो युव नेता माने यथा जवाहरलाल नेहरू, सुभाष चंद्र बोस, सरदार वल्लभ भाई पटेल, डॉक्टर राजेंद्र प्रसाद, लाल बहादुर शास्त्री इत्यादि युव नेता माने 31 डिसेम्बर तारीख दिन स्वराज्य मांग को खारिज करी संपूर्ण स्वराज्य कंप्लीट इंडिपेंडेंट प्रस्ताव जातीय कांग्रेस वर्किंग कमिटी द्वारा पारित कराइथिले। सेही दिन राति लाहौर निकटस्थ रावी नदी कूलरे समस्ते एकत्रित होइथिले। डिसेम्बर मासर कड़कड़ाती ठंडा सत्वे समस्ते नदी जल को अंजुली रे धरी प्रतिज्ञा करिथिले, संपूर्ण स्वराज्य प्राप्ति आमर लक्ष्य, एहाकु आमे शांति और अहिंसा माध्यम रे प्राप्ति करिबु। सेही दिन ठारू 1930 मसीहा जानुआरी 26 तारीख को संपूर्ण स्वराज्य प्राप्तिर प्रतिज्ञा दिवस भावे प्रतिवर्ष इंडियन नेशनल कांग्रेस
ପାଳନ କରେ। ଏହି ଅବସର ମଧ୍ୟରେ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଭାରତ ସ୍ୱାଧୀନ ହୋଇଗଲା। ସୁତରାଂ 1930 ମସିହା ଜାନୁଆରୀ 26 ତାରିଖ ସମ୍ପୂର୍ଣ୍ଣ ସ୍ୱରାଜ୍ୟ ପ୍ରତିଜ୍ଞା ଦିବସକୁ ସମ୍ମାନିତ କରିବା ପାଇଁ 1950 ମସିହା ଜାନୁଆରୀ 26 ତାରିଖକୁ ସମ୍ପୂର୍ଣ୍ଣ ସ୍ୱରାଜ୍ୟ ଦିବସ କମ୍ପ୍ଲିଟ୍ ଇଣ୍ଡିପେଣ୍ଡେଣ୍ଟ ଡେ, କର୍ତ୍ତବ୍ୟ ଦିବସ, ସାଧାରଣତନ୍ତ୍ର ଦିବସ ଭାବରେ ଉତ୍ସର୍ଗୀକୃତ କରାଯାଇଥିଲା। ଫାର୍ଷ୍ଟ ରିପବ୍ଲିକ୍ ଡେ କିଭଳି ଭାବରେ ଆମ ଦେଶ ରାଜଧାନୀ ଦିଲ୍ଲୀରେ ତାହା ପାଳନ କରାଯାଇଥିଲା ସେହି ବିଷୟରେ କିଛି ଆଲୋକପାତ କରିବା। 1950 ମସିହା ଜାନୁଆରୀ ମାସ 26 ତାରିଖ ଗୁରୁବାର ଥିଲା। ଏହା ଏକ ଶୀତୁଆ ସକାଳ ଥିଲା। ସକାଳୁ ସକାଳୁ 6 AM 6ଟା AM ସମୟରେ ଦିଲ୍ଲୀର ଜାଗ୍ରତ ଉତ୍ସାହିତ ଜନସାଧାରଣ ଏବଂ ଜୁବିଲିଆଣ୍ଟ ସିଟିଜନ୍ ମାନେ ବାଦ୍ୟଯନ୍ତ୍ରର ତାଳେ ତାଳେ ଦେଶାତ୍ମବୋଧକ ସଙ୍ଗୀତ ଗୁଞ୍ଜରଣ କରି ପ୍ରଭାତ ଫେରି କରିଥିଲେ। ପାର୍ଲାମେଣ୍ଟ ଭବନଠାରୁ ସକାଳ 8ଟା ସମୟରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଚିଫ୍ ଗେଷ୍ଟ ମାନନୀୟ ସୁକର୍ଣ୍ଣୋ ପ୍ରେସିଡେଣ୍ଟ ଅଫ୍ ଇଣ୍ଡୋନେସିଆ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବାବା ସାହେବ ଆମ୍ବେଦକର ଇତ୍ୟାଦି ବରିଷ୍ଠ ନେତାମାନେ ଗୋଟିଏ ପଟୁଆରରେ ରାଜଘାଟ ଯାଇଥିଲେ। 9 AM ସମୟରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କର ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କଲେ। ଅତିଥି ଏବଂ ବରିଷ୍ଠ ନେତାମାନେ ପୁଷ୍ପାଞ୍ଜଳି ପ୍ରଦାନ କଲେ। ତତ୍ପଶ୍ଚାତ ସଦଳ ବେଳେ ଅତ୍ୟନ୍ତ ଉତ୍ସାହ ସହିତ ଗଭର୍ଣ୍ଣର ହାଉସ୍ ଅଭିମୁଖେ ଗମନ କରି ସେଠାରେ ପହଞ୍ଚିଥିଲେ। ଭାରତର ଶେଷ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜା ଗୋପାଳଚାରୀଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କଲେ। ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହିତ 10ଟା AM ସମୟରେ ଉଭୟ ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଚକ୍ରବର୍ତ୍ତୀ ରାଜା ଗୋପାଳଚାରୀ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଗଭର୍ଣ୍ଣର ହାଉସ୍ର ଦରବାରୀ ହଲ୍ରେ ପହଞ୍ଚିଥିଲେ। ସେଠାରେ ସମସ୍ତଙ୍କୁ ପୁନଃ ସ୍ୱାଗତ କରାଯାଇଥିଲା। 10:18 AM ସମୟରେ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତୀ ରାଜା ଗୋପାଳଚାରୀ ଏକ ପ୍ରୋକ୍ଲାମେସନ୍ ସାର୍ବଜନୀନ ଘୋଷଣାପତ୍ର ପାଠ କରିଥିଲେ। ସେ କହିଥିଲେ, ସୋ କଲ୍ଡ ଇଣ୍ଡିଆ, that is ଭାରତ, was declared as a sovereign democratic republic country। ସେ ପୁଣି କହିଥିଲେ, ଆଜିଠାରୁ ସାରା ଭାରତରେ ଭାରତୀୟ କନଷ୍ଟିଚ୍ୟୁସନ୍ ସମ୍ପୂର୍ଣ୍ଣ ରୂପେ ଲାଗୁ ହେଲା ଏବଂ ପୂର୍ବରୁ ପ୍ରଚଳିତ ଭାରତ ସରକାର ଅଧିନିୟମ ଇଣ୍ଡିଆ ଗଭର୍ଣ୍ଣମେଣ୍ଟ ଆକ୍ଟ 1935କୁ ରଦ୍ଦ କରି ଦିଆଗଲା।
ବ୍ରିଟିଶ ସରକାରଙ୍କର ପ୍ରତିନିଧି ଗଭର୍ଣ୍ଣର ଜେନେରାଲଙ୍କର ଘୋଷଣା ପରଠାରୁ ବାସ୍ତବିକ ରିପବ୍ଲିକ ଡେ ଆରମ୍ଭ ହୋଇଥିଲା। ଏହାପରେ ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ହରିଲାଲ କାନ୍ହା ମହାଶୟ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କୁ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରାଇଥିଲେ। 10:30 ସମୟରେ ରାଷ୍ଟ୍ରପତି ଭବନ ଉପରେ ଉଡ଼ୁଥିବା ୟୁନିୟନ ଜ୍ୟାକ୍ ବ୍ରିଟିଶ ସରକାରଙ୍କର ପତାକା ଅବତରଣ କରାଯାଇ ଭାରତ ଜାତୀୟ ପତାକା ତ୍ରିରଙ୍ଗା ପତାକା ହୋଷ୍ଟେଡ୍ କରାଯାଇଥିଲା। ରାଷ୍ଟ୍ରପତି ଭବନ ଉପରେ ତ୍ରିରଙ୍ଗା ଫରଫର ହୋଇ ଉଡ଼ୁଥିଲା। ଜାତୀୟ ସଙ୍ଗୀତ ଗାନ କରାଗଲା। ଉପସ୍ଥିତ ସମସ୍ତେ ସାବଧାନ ମୁଦ୍ରାରେ ଜାତୀୟ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କରିଥିଲେ। ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଦେଶବାସୀଙ୍କ ଉଦ୍ଦେଶ୍ୟରେ ହିନ୍ଦୀରେ ଭାଷଣ ଦେଇଥିଲେ। 2:30 PM ସମୟରେ ରାଷ୍ଟ୍ରପତି ଭବନଠାରୁ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏବଂ ଚିଫ୍ ଗେଷ୍ଟ ଇଣ୍ଡୋନେସିଆର ପ୍ରେସିଡେଣ୍ଟ ସୁକର୍ଣ୍ଣୋ ମହାଶୟ 6ଟି ଘୋଡ଼ା ଦ୍ୱାରା ଟଣା ଯାଉଥିବା ବଗି ଗାଡ଼ିରେ ବସି ସୁରକ୍ଷା ବାହିନୀ ଏବଂ ବିରାଟ ପ୍ରୋସେସନ୍ ସହକାରେ ଇରୱିନ୍ ଷ୍ଟାଡିୟମ୍ ଅଭିମୁଖେ ଯାତ୍ରା କରିଥିଲେ। ପ୍ରାୟ 1 ଘଣ୍ଟା ଯାତ୍ରା ପରେ ପ୍ରୋସେସନ୍ ଇରୱିନ୍ ଷ୍ଟାଡିୟମରେ ପହଞ୍ଚିଥିଲା। ପୂର୍ବରୁ ସେଠାରେ ଉପସ୍ଥିତ ଭାରତର ପ୍ରଥମ ଡିଫେନ୍ସ ମିନିଷ୍ଟର ସର୍ଦ୍ଦାର ବଲଦେବ ସିଂ ପ୍ରେସିଡେଣ୍ଟ ଓ ଚିଫ୍ ଗେଷ୍ଟଙ୍କୁ ୱେଲକମ୍ କରିଥିଲେ। ଷ୍ଟାଡିୟମରେ ପ୍ରାୟ 15,000 ଦର୍ଶକ ରୁଣ୍ଡ ହୋଇଥିଲେ। ସେଠାରେ ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ଏବଂ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଭାରତୀୟ ସେନାର ସ୍ଥଳ, ଜଳ, ଆକାଶ ବାହିନୀ, ପୁଲିସ ଓ ଅଗ୍ନିଶମ ବାହିନୀ, ଆର୍ମି ବ୍ୟାଣ୍ଡ ମେଲୋଡି ତାଳେ ତାଳେ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ। ପ୍ରେସିଡେଣ୍ଟ ଏବଂ ଚିଫ୍ ଗେଷ୍ଟଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରିଥିଲେ। ଏହିଭଳି ଜାତୀୟ ଉତ୍ସବ ଫାର୍ଷ୍ଟ ରିପବ୍ଲିକ୍ ଡେ 1950 ମସିହା ଜାନୁଆରୀ 26 ତାରିଖ ଦିନର କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ପ୍ରତ୍ୟେକ ଉତ୍ସବ ପଛରେ ନିଶ୍ଚିତ ଭାବେ ଅନେକ ଅତୀତ ଘଟଣା ଯୋଡ଼ି ହୋଇ ରହିଅଛି। ସେହି ଅତୀତର ସ୍ମୃତିଗୁଡ଼ିକୁ ଅନୁଧ୍ୟାନ କରି ପ୍ରାପ୍ତ ପ୍ରେରଣାଗୁଡ଼ିକୁ ସାଉଁଟି ସେହି ମହତ ଉଦ୍ଦେଶ୍ୟଗୁଡ଼ିକୁ ବର୍ତ୍ତମାନରେ ପ୍ରୟୋଗ କରିବା ପ୍ରତ୍ୟେକ ଉତ୍ସବର ମହତ୍ଵ। ଆଜି 2025 ମସିହା ଜାନୁଆରୀ 26 ତାରିଖ 76ତମ ସାଧାରଣତନ୍ତ୍ର ଦିବସରେ ଉପରୋକ୍ତ ଦୃଢ଼ ସଂକଳ୍ପ, କଷ୍ଟ, ନିଷ୍ଠା, ତ୍ୟାଗ, ସହଯୋଗଯୁକ୍ତ ଘଟଣାଗୁଡ଼ିକୁ ସ୍ମରଣ କରି ମନେ ପକାଇ ସମଗ୍ର ଦେଶବାସୀ ପରସ୍ପର ମଧ୍ୟରେ ସ୍ନେହ, ପ୍ରେମ, ଭାଇଚାରା, ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ସର୍ବୋପରି ଆମ ସମ୍ବିଧାନକୁ ସମ୍ମାନ ପ୍ରଦର୍ଶନ ପୂର୍ବକ
ନିଜ ନିଜର କର୍ତ୍ତବ୍ୟ ପାଳନ କରନ୍ତୁ। ଭାରତକୁ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରନ୍ତୁ। ଏହା ହିଁ ସାଧାରଣତନ୍ତ୍ର ଜାତୀୟ ଉତ୍ସବର ମୂଳମନ୍ତ୍ର ହେଉ। ଶେଷରେ ଆମ ସମ୍ବିଧାନ ଏବଂ ଏହାର ପ୍ରିଅମ୍ବୁଲ ମୁଖବନ୍ଧକୁ କୋଟି କୋଟି ପ୍ରଣାମ କରି ମୋର ବକ୍ତବ୍ୟକୁ ଏଠାରେ ବିରାମ ଦେଉଅଛି। ଭାରତ ମାତା କି ଜୟ। ବନ୍ଦେ ମାତରମ୍, ବନ୍ଦେ ମାତରମ୍, ସୁଜଳାଂ ସୁଫଳାଂ ମଳୟଜ ଶୀତଳାଂ ଶସ୍ୟ ଶ୍ୟାମଳାଂ ମାତରମ୍, ବନ୍ଦେ ମାତରମ୍, শুভ্র জ্যোৎস্না পুলকিত জামিনী, পুল্ল কুসুমিত দ্রুমদল শোভিনী, সুবাসিনী সুমধুর ভাসিনী, সুখদং বরদং মাতরং, বন্দে মাতরম, বন্দে মাতরম।